ସମସ୍ତ ପ୍ରିୟ ଛାତ୍ରଛାତ୍ରୀଙ୍କୁ ମୋର ସୁସ୍ୱାଗତ। ମୁଁ ଭାବୁଛି ସମସ୍ତେ ଖାଇକି ଆସିଥିବ। ସମସ୍ତଙ୍କ ଦେହ ଭଲ ଥିବ। ଆଜି ଆମେ ପାଠ ପଢିବା ପୂର୍ବରୁ ଏକ ସୁନ୍ଦର ଭିଡିଓଟିକୁ ଦେଖିବା। ଭିଡିଓଟିକୁ ଭଲ ଭାବରେ ଦେଖିବ, ମନେ ରଖିବ। ଚାଲ ଆମେ ବର୍ତ୍ତମାନ ଭିଡିଓଟିକୁ ଦେଖିବା। ପିଲାମାନେ, ଏଇ ଯୋଉ ପର୍ବତ ଦେଖୁଛ, ଏଇ ପର୍ବତର ନାମ ହେଉଛି ହିମାଳୟ ପର୍ବତ। ଯେଉଁ ପର୍ବତରେ ଦେବଦେବ ମହାଦେବ ବାସ କରନ୍ତି, ଧ୍ୟାନ କରନ୍ତି। ତତ୍ ସହିତ ମହାନ ମୁନି ଋଷି ମାନେ ମଧ୍ୟ ଏଇଠାରେ ତପସ୍ୟା କରିଥାନ୍ତି। ତେଣୁ ଆଜି ଆମେ ଏଇ ହିମାଳୟର ପ୍ରକାର ଭେଦ ବିଷୟରେ ଆମେ ଜାଣିବା। ପିଲାମାନେ, ହିମାଳୟ ହେଉଛି ଆମର 3 ପ୍ରକାର। ପିଲାମାନେ ଛବି ଦେଖିପାରୁଛ, ଚିତ୍ର ଦେଖିପାରୁଛ। 3 ପ୍ରକାର ହିମାଳୟ ଦେଖାଯାଉଛି। ସବୁଠାରୁ ଉଚ୍ଚରେ ଥିବା ହିମାଳୟର ନାମ ହେଉଛି ହିମାଦ୍ରି, ଯାହାକୁ ବୃହତ ହିମାଳୟ କୁହାଯାଏ। ତାହାର ଠିକ ତଳ ଭାଗରେ ଥିବା ହିମାଳୟର ନାମ ହିମାଚଳ ବା ମଧ୍ୟ ହିମାଳୟ। ସବା ତଳେ ଥିବା ହିମାଳୟର ନାମ ହେଲା ଶିୱାଲିକ ବାହ୍ୟ ହିମାଳୟ। ପିଲାମାନେ ବୁଝିପାରିଲ? ହେଲେ ହିମାଳୟ ହେଉଛି ଆମର 3 ପ୍ରକାର: ହିମାଦ୍ରି, ହିମାଚଳ ଆଉ ଶିୱାଲିକ। ବର୍ତ୍ତମାନ ପିଲାମାନେ ଆମେ ଭାରତ ମାନଚିତ୍ରରେ ସେ 3ଟି ସମାନ୍ତରାଳ ହିମାଳୟ ବିଷୟରେ ଆମେ ଜାଣିବା, ବା 3ଟି ସମାନ୍ତର ଭାବରେ ସେମାନେ ଅବସ୍ଥାନ ରହିଛନ୍ତି। ବର୍ତ୍ତମାନ ଦେଖ ପିଲା ମାନେ, ହିମାଳୟର 3 ସମାନ୍ତରାଳ ଶ୍ରେଣୀ। ପ୍ରଥମ ରହିଲା ଆମର ବୃହତ ହିମାଳୟ, ତା ତଳକୁ ରହିଲା ଆମର ମଧ୍ୟ ହିମାଳୟ, ତା ତଳକୁ ରହିଲା ଆମର କିଏ ନା ବାହ୍ୟ ହିମାଳୟ। ଏହି 3ଟି ହିମାଳୟ ଭାରତ ମାନଚିତ୍ରର ଉତ୍ତରରୁ ପୂର୍ବକୁ ସମାନ୍ତରାଳ ଭାବରେ ବିସ୍ତୃତ ରହିଛନ୍ତି। ପିଲାମାନେ ବୁଝିପାରିଲ? ସେମାନେ ପରସ୍ପରକୁ ସେ ଛେଦ କରି ନାହାନ୍ତି। ବର୍ତ୍ତମାନ ପିଲାମାନେ ଆମେ ଯିବା 3ଟି ହିମାଳୟ ବିଷୟରେ ଆମେ ପଢିଲେ। 3ଟି ହିମାଳୟ ମାନଙ୍କ ମଧ୍ୟରୁ ପ୍ରଥମେ ଆମେ ଜାଣିବା ବୃହତ ହିମାଳୟ ବିଷୟରେ ଆମେ ଜାଣିବା। ବୃହତ ହିମାଳୟକୁ ଯଦି ଆମେ ମାନଚିତ୍ରରେ ଲକ୍ଷ୍ୟ କରିବା, ତେବେ ଏହା ପର୍ବତର ସବୁଠାରୁ ଉଚ୍ଚ ଭାଗରେ ଅବସ୍ଥିତ। ଏବଂ ଦେଖ ପିଲାମାନେ, ମାନଚିତ୍ରକୁ ଲକ୍ଷ୍ୟ କର, ସବୁଠାରୁ ଉଚ୍ଚ ଭାଗରେ ରହିଛି ଆମର ବୃହତ ହିମାଳୟ। ଏବଂ ବୃହତ ହିମାଳୟକୁ ଆମେ ମଧ୍ୟ ହିମାଦ୍ରି ବା ଆଭ୍ୟନ୍ତର ହିମାଳୟ ମଧ୍ୟ କୁହାଯାଏ। ତେଣୁ ମାନଚିତ୍ରକୁ ଯଦି ଆମେ ପିଲା ଲକ୍ଷ୍ୟ କରିବା, ତାହେଲେ ହିମାଳୟ ପର୍ବତ ଏହା ସବୁଠାରୁ ଉଚ୍ଚ ଭାଗରେ ରହିଛି ଏବଂ ବୃହତ ହିମାଳୟକୁ ହିମାଦ୍ରି ମଧ୍ୟ କୁହାଯାଏ। ଭାରତ ମାନଚିତ୍ରକୁ ଲକ୍ଷ୍ୟ କରିବା, ତାହେଲେ ବୃହତ ହିମାଳୟ ଭାରତ, ନେପାଳ ଏବଂ ଭୁଟାନକୁ ବିସ୍ତୃତ ରହିଛି। ବର୍ତ୍ତମାନ ପିଲାମାନେ ଆମେ ଦେଖିବା ଯେ ବୃହତ ହିମାଳୟରେ ଅବସ୍ଥିତ ନଦୀ ଗୁଡ଼ିକ ବିଷୟରେ ଆମେ ଜାଣିବା। ବୃହତ ହିମାଳୟ ପଶ୍ଚିମରେ ସିନ୍ଧୁ ନଦୀ ଠାରୁ ପୂର୍ବର ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ ବିସ୍ତୃତ ରହିଛି। ବର୍ତ୍ତମାନ ପିଲା ଆମେ ଜାଣିବା ବୃହତ ହିମାଳୟରେ ଅବସ୍ଥିତ ବିଭିନ୍ନ ଗିରିଶୃଙ୍ଗ ବିଷୟରେ ଆମେ ଜାଣିବା। ପିଲାମାନେ ଦେଖୁଛ, ଏଠି ହିମାଳୟ ଚିତ୍ର। এই ହିମାଳୟ ଚିତ୍ର ଦେଖୁଛ, ବୃହତ ହିମାଳୟ ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ। ମାଉଣ୍ଟ ଏଭରେଷ୍ଟ, କାଞ୍ଚନଜଙ୍ଘା ଭଳି ଅନେକ ନଭଶ୍ଚୁମ୍ବୀ ଗିରିଶୃଙ୍ଗ ରହିଛି। ପିଲାମାନେ ଦେଖିପାରୁଛ, ମାଉଣ୍ଟ ଏଭରେଷ୍ଟ, ଯାହାର ଉଚ୍ଚତା ହେଉଛି 8848 ମିଟର। ତା ତଳକୁ ରହିଛି ଆମର କାଞ୍ଚନଜଙ୍ଘା। ଏଇଭଳି ଭାବରେ ଅନେକ ନଭଶ୍ଚୁମ୍ବୀ ଗିରିଶୃଙ୍ଗ ମାନ ବୃହତ ହିମାଳୟରେ ରହିଛି। ବର୍ତ୍ତମାନ ପିଲାମାନେ ଆମେ ଜାଣିବା ବୃହତ ହିମାଳୟରେ ଅବସ୍ଥିତ ଜାତୀୟ ଉଦ୍ୟାନ ବିଷୟରେ ଆମେ ଜାଣିବା। ଏହି ଜାତୀୟ ଉଦ୍ୟାନଟି ୟୁନେସ୍କୋ ଦ୍ୱାରା ଏହା ବିଶ୍ୱ ଐତିହ୍ୟ ସ୍ଥଳୀରେ ମାନ୍ୟତା ପାଇଛି। ଏହି ଜାତୀୟ ଉଦ୍ୟାନରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ମାନେ ଦେଖିବାକୁ ମିଳିଥାନ୍ତି। ଯେମିତି ମୋନାଲ ଆମେ ଦେଖିଲେ, ତାପରେ ବାଘ ଦେଖିବାକୁ ପାଉଛୁ। ଏଇ ବାଘର ନାଁ ହେଉଛି ଚିତାବାଘ। ଏଇଭଳି ଅନେକ ପ୍ରକାର ଜୀବଜନ୍ତୁ ଏହି ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଥାନ୍ତି। ତାପରେ ପିଲାମାନେ ଜାଣିବା ହିମାଳୟର ସ୍ଥାନୀୟ ବଜାରରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ। ପିଲାମାନେ ଚିତ୍ରକୁ ଦେଖିପାରୁଛ, ବିଭିନ୍ନ ପ୍ରକାର ଫଳ ଏବଂ ପରିବା ଏହି ହିମାଳୟ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥାଏ। ଆଉ ଗୋଟେ ପିଲା ସବୁଠୁ ଭଲ କଥାଟିଏ, ଗୋଟେ ଫୁଲ ଅଛି ଯାହାର ନାଁ ହେଉଛି ରେଡନ ଫୁଲ। ଯେଉଁ ଫୁଲରୁ କଣ କରାଯାଏ ପିଲେ,
ନା ସରବତ ପ୍ରସ୍ତୁତ କରାଯାଏ। ପିଲାମାନେ ଏଇ ଚିତ୍ରକୁ ଦେଖିପାରୁଛ, ଏଇଟା କୋଉ ଚିତ୍ର? ନା ବୃହତ ହିମାଳୟର ଚିତ୍ର। এই ବୃହତ ହିମାଳୟ ଚାରିଆଡେ ବରଫରେ ଆଚ୍ଛାଦିତ ରହିଛି। ତେଣୁ ସେଥିପାଇଁ এই ବୃହତ ହିମାଳୟରେ କୌଣସି ଜନବସତି ଦେଖିବାକୁ ମିଳନ୍ତି ନାହିଁ। କେବଳ ଅସ୍ଥାୟୀ ଜନବସତି ଏଠାକୁ ଦେଖିବା ପାଇଁ, ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆସିଥାନ୍ତି। ବର୍ତ୍ତମାନ ପିଲାମାନେ ଆମେ ଦେଖିବା ବୃହତ ହିମାଳୟରେ ଅବସ୍ଥିତ ରାଜ୍ୟ ସମୂହ। ପିଲାମାନେ ଏ ବୃହତ ହିମାଳୟ କେଉଁ କେଉଁ ରାଜ୍ୟକୁ ନେଇକି ଗଠିତ ହେଇଛି ଆମେ ଦେଖିବା। ଜାମ୍ମୁ କାଶ୍ମୀର, ଲାଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଚଳ ପ୍ରଦେଶ ଏହି ରାଜ୍ୟକୁ ନେଇକି ଆମର ବୃହତ ହିମାଳୟ ଗଠିତ ହୋଇଛି। ବର୍ତ୍ତମାନ ପିଲାମାନେ ଆମେ ବୃହତ ହିମାଳୟ ବିଷୟରେ ଜାଣିଲେ, ମଧ୍ୟ ହିମାଳୟ ବିଷୟରେ ଆମେ ଜାଣିବା। ଦେଖ ପିଲାମାନେ, ମାନଚିତ୍ରକୁ ଲକ୍ଷ୍ୟ କର। ବୃହତ ହିମାଳୟର ଦକ୍ଷିଣ ଅଂଶରେ ଥିବା ପର୍ବତକୁ ମଧ୍ୟ ହିମାଳୟ ବା ହିମାଚଳ କୁହାଯାଏ। ଏହା ସର୍ବୋଚ୍ଚ ହିମାଳୟର ଦକ୍ଷିଣ ଭାଗରେ ଅବସ୍ଥିତ ରହିଛି। ମାନଚିତ୍ରକୁ ଲକ୍ଷ୍ୟ କର ପିଲାମାନେ, এই ବୃହତ ମାନଚିତ୍ର ଯୋଉ ରହିଛି ତାର ଠିକ ଦକ୍ଷିଣ ଅଂଶରେ ଆମର ମଧ୍ୟ ହିମାଳୟ ରହିଛି ଏବଂ এই ମଧ୍ୟ ହିମାଳୟକୁ ଆମେ ହିମାଚଳ ପର୍ବତ ମଧ୍ୟ କହୁଛେ। ପିଲାମାନେ ମଧ୍ୟ ହିମାଳୟର ଅବସ୍ଥିତି ବିଷୟରେ ଆମେ ଜାଣିଲେ। ବର୍ତ୍ତମାନ ମଧ୍ୟ ହିମାଳୟର ଜଳବାୟୁ ବିଷୟରେ ଆମେ ଜାଣିବା। ଯଦି ଜଳବାୟୁ କଥା ଆମେ ଚିନ୍ତା କରିବା, ତାହେଲେ ଏଠାରେ ସୁଷମ ଜଳବାୟୁ, ସମୃଦ୍ଧ ଜୈବ ବିବିଧତା ଓ ଜନବସତି ପାଇଁ ଏହି ଅଞ୍ଚଳଟି ଅନୁକୂଳ ଅଟେ। ଦେଖ, ଏଠାରେ ବିଭିନ୍ନ ପ୍ରକାର ସବୁ ଘର ଦେଖାଯାଉଛି ଏବଂ ଅନେକ ପ୍ରକାର ସବୁ ଗଛପତ୍ର ଦେଖିବାକୁ ମିଳୁଛି। ବର୍ତ୍ତମାନ ପିଲାମାନେ ଆମେ ଦେଖିବା ମଧ୍ୟ ହିମାଳୟର ଜଳବାୟୁ ଅତି ଆରାମଦାୟକ ଏବଂ ସ୍ୱାସ୍ଥ୍ୟକର ଅଟେ। ଅନୁକୂଳ ପରିବେଶ ଯୋଗୁଁ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ, ଗଛଲତା ଏବଂ ଘନ ଜନବସତି ଦେଖାଯାଏ। ଦେଖ ପିଲାମାନେ, ଯେହେତୁ ଅନୁକୂଳ ପରିବେଶ ରହିଛି, ତେଣୁ ଏଠାରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ମାନେ ଦେଖିବାକୁ ମିଳୁଛନ୍ତି। ବର୍ତ୍ତମାନ ଆମେ ଜାଣିବା ମଧ୍ୟ ହିମାଳୟରେ ଶୈଳ ନିବାସ ବିଷୟରେ ଆମେ ଜାଣିବା। ଚାଲୁ ବର୍ତ୍ତମାନ ଆମେ ଦେଖିବା ମଧ୍ୟ ହିମାଳୟର ଶୈଳ ନିବାସ। ପିଲାମାନେ, ଶୈଳ ନିବାସ କହିଲେ କଣ ବୁଝୁଛ? ନା ଶୈଳ ନିବାସ କହିଲେ ପର୍ଯ୍ୟଟକ ମାନଙ୍କର ଆଶ୍ରୟ ସ୍ଥଳ, ଯେଉଁଠାରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ଶୈଳ ନିବାସରେ ବାସ କରିକି ସେମାନେ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିଥାନ୍ତି। ଚାଲ ଆମେ ବର୍ତ୍ତମାନ ଦେଖିବା ମଧ୍ୟ ହିମାଳୟରେ ଦେଖାଯାଉଥିବା ବିଭିନ୍ନ ଶୈଳ ନିବାସ ଗୁଡିକ ବିଷୟରେ ଆମେ ଜାଣିବା। ଦେଖ ପିଲାମାନେ, ନୈନିତାଲ ଶୈଳ ନିବାସ ଯାହା ଉତ୍ତରାଖଣ୍ଡରେ ରହିଛି ଏବଂ ସିମଲା ଶୈଳ ନିବାସ ଯାହା ହିମାଚଳ ପ୍ରଦେଶରେ ଦେଖାଯାଏ ଏବଂ ମସୌରୀ ଶୈଳ ନିବାସ ଯୋଉଟା ଉତ୍ତରାଖଣ୍ଡରେ ଦେଖିବାକୁ ମିଳେ ଏବଂ ଦାର୍ଜିଲିଂ ଶୈଳ ନିବାସ ଯୋଉଟା ପଶ୍ଚିମବଙ୍ଗରେ ଦେଖିବାକୁ ମିଳେ। ବର୍ତ୍ତମାନ ପିଲାମାନେ ଦେଖିବା ଯେ କାଠକୁନି ଘର ବିଷୟରେ ଆମେ ଜାଣିବା। ପିଲାମାନେ, ତୁମ ଅଞ୍ଚଳରେ ତ ବିଭିନ୍ନ ପ୍ରକାର ଘର ସବୁ ଦେଖିଛ। ପକ୍କା ଘର ଦେଖିଛ, କୁଡିଆ ଘର ଦେଖିଛ, ଚାଳ ଘର ଦେଖିଛ, ନାଇଁ କି? ବର୍ତ୍ତମାନ ଆମେ କାଠକୁନି ଘର ବିଷୟରେ ଆମେ ପଢିବା। ମଧ୍ୟ ହିମାଳୟରେ ଏଇ କାଠକୁନି ଘର ଦେଖିବାକୁ ମିଳେ। ଏଇ କାଠକୁନି ଘର ପିଲାମାନେ ଦେଖିପାରୁଛ ଚିତ୍ରଟିକୁ। ଏଇ କାଠକୁନି ଘର ଏକ ସ୍ୱତନ୍ତ୍ରତା ରହିଛି। ଏଇ କାଠକୁନି ଘର ସ୍ଥାନୀୟ ମିଳୁଥିବା ପଥର ଏବଂ କାଠରୁ ନିର୍ମିତ କରାଯାଇଥାଏ ଏବଂ ଏଇ ଘରର ବିଶେଷତ୍ୱ ରହିଛି ବା ସ୍ୱତନ୍ତ୍ରତା ରହିଛି କାରଣ ଏହି ଘର ମଧ୍ୟ ହିମାଳୟରେ ବାସ କରୁଥିବା ଲୋକମାନଙ୍କୁ ଥଣ୍ଡା ସମୟରେ ଉଷ୍ଣତା ଦିଏ ଏବଂ ମୃଦୁ ଭୂମିକମ୍ପ କ୍ଷୟକ୍ଷତିରୁ ଲୋକମାନଙ୍କୁ ସେ ରକ୍ଷା କରିଥାଏ। ବର୍ତ୍ତମାନ ପିଲାମାନେ ଦେଖିବା ହିମାଚଳ ପ୍ରଦେଶର ପ୍ରବାହିତ ବ୍ୟାସ ନଦୀ। ଦେଖ ପିଲାମାନେ, এই ନଦୀଟିକୁ ତୁମେ ଦେଖିପାରୁଛ। ଏଇଟା ମଧ୍ୟ ହିମାଳୟରେ ପ୍ରବାହିତ ବ୍ୟାସ ନଦୀ। ଯେମିତି ଆମ ଗ୍ରାମରେ ବିଭିନ୍ନ ପ୍ରକାର ସବୁ ନଦୀ ପ୍ରବାହିତ ହୋଇଛି,
ଯେମିତି ଆମ ରାଜ୍ୟ କଥା ଚିନ୍ତା କରିବା, ଜିଲ୍ଲା କଥା ଚିନ୍ତା କରିବା, ଠିକ ସେଇଭଳି ହିମାଚଳ ପ୍ରଦେଶରେ ଯୋଉ ପ୍ରବାହିତ ହୋଇଛି ନଦୀ ଯାହାର ନାମ ହଉଛି ବ୍ୟାସ ନଦୀ। ବର୍ତ୍ତମାନ ପିଲାମାନେ ଆମେ ଜାଣିବା ଯେ ମଧ୍ୟ ହିମାଳୟରେ ଅବସ୍ଥିତ ରାଜ୍ୟ ଗୁଡିକ ବିଷୟରେ। ମଧ୍ୟ ହିମାଳୟରେ ପିଲାମାନେ ଏଇ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ପଶ୍ଚିମବଙ୍ଗ ଏଇ ରାଜ୍ୟ ଗୁଡିକୁ ନେଇକି ଆମର ମଧ୍ୟ ହିମାଳୟ ଅବସ୍ଥିତ ରହିଛି। ବର୍ତ୍ତମାନ ପିଲାମାନେ ଆମେ ଜାଣିବା ବାହ୍ୟ ହିମାଳୟ ବିଷୟରେ। ମାନଚିତ୍ରକୁ ଲକ୍ଷ୍ୟ କର। ଶିୱାଲିକ ହିମାଳୟ ପର୍ବତମାଳାର ବାହ୍ୟ ଅଂଶରେ ବା ଦକ୍ଷିଣ ଭାଗରେ ଅବସ୍ଥିତ ରହିଛି। ପିଲାମାନେ ଜାଣିପାରିଲ, ତାହେଲେ ବାହ୍ୟ ହିମାଳୟ ବା ଶିୱାଲିକ ବୃହତ ହିମାଳୟର ଦକ୍ଷିଣ ଭାଗରେ ଅବସ୍ଥିତ ଏବଂ ଏହାକୁ କନିଷ୍ଠ ହିମାଳୟ ମଧ୍ୟ କୁହାଯାଏ। ଏ ବାହ୍ୟ ହିମାଳୟ ବା ଶିୱାଲିକ ଅନେକ ଗୁଡ଼ିଏ ଛୋଟ ଛୋଟ ପାହାଡକୁ ନେଇ ଗଠିତ ହୋଇଛି। ପିଲାମାନେ ଦେଖିପାରୁଛ ବିଭିନ୍ନ ପ୍ରକାର ଛୋଟ ଛୋଟ ପାହାଡ ଗୁଡିକ ସବୁ ଦେଖିପାରୁଛ। ଏହି ଛୋଟ ଛୋଟ ପାହାଡକୁ ନେଇକି ବାହ୍ୟ ହିମାଳୟ ଗଠିତ ହୋଇଛି। ତତ୍ ସହିତ ଏହି ଅଞ୍ଚଳ ଗୁଡିକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ମାନେ ଏହି ବାହ୍ୟ ହିମାଳୟରେ ବସବାସ କରିଥାନ୍ତି। ଚାଲ ଆମେ ଦେଖିବା ସେଇ ବନ୍ୟପ୍ରାଣୀ ମାନଙ୍କ ବିଷୟରେ ଆମେ ଜାଣିବା। ବାହ୍ୟ ହିମାଳୟରେ ଦେଖାଯାଉଥିବା ଜୀବଜନ୍ତୁ ମାନଙ୍କ ମଧ୍ୟରୁ ପାହାଡିଆ ଛେଳି, ହାତୀ, ଭାଲୁ, ଚିତାବାଘ, ମୃଗ ଏଇଭଳି ନାନା ଜାତିର ପଶୁପକ୍ଷୀ ମାନେ ଏହି ବାହ୍ୟ ହିମାଳୟରେ ବସବାସ କରିଥାନ୍ତି। ବର୍ତ୍ତମାନ ପିଲାମାନେ ଆମେ ଦେଖିବା, ମାନଚିତ୍ରକୁ ଲକ୍ଷ୍ୟ କରିବା। ମାନଚିତ୍ରରେ ଶିୱାଲିକର ଅବସ୍ଥିତିକୁ ଆମେ ଦେଖିବା। ଦେଖ ପିଲାମାନେ, ଶିୱାଲିକର ମାନଚିତ୍ରର ଉପର ଅଂଶରେ ଉପର ଭାଗରେ ରହିଛି ହିମାଳୟ, ତା ତଳକୁ ରହିଛି ଆମର ଗାଙ୍ଗେୟ ସମତଳ ଭୂମି। ତେଣୁ ଶିୱାଲିକର ପାଦଦେଶ ହିମାଳୟ ଓ ଗାଙ୍ଗେୟ ସମତଳ ଭୂମିର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ରହିଛି। ବର୍ତ୍ତମାନ ପିଲାମାନେ ଆମେ ଦେଖିବା ଯେ ଶିୱାଲିକ କେଉଁ କେଉଁ ରାଜ୍ୟକୁ ନେଇକି ଗଠିତ ହୋଇଛି। ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଏହି ରାଜ୍ୟକୁ ନେଇକି ଆମର ବାହ୍ୟ ହିମାଳୟ ବା ଶିୱାଲିକ ଗଠିତ ହୋଇଛି। ତେଣୁ ପିଲାମାନେ ଆମେ ଆଜି ତିନୋଟି ହିମାଳୟ ବିଷୟରେ ଅନେକ କଥା ଜାଣିଲେ, ଅନେକ କଥା ମଧ୍ୟ ଆମେ ଶିଖିଲେ। ବର୍ତ୍ତମାନ ପିଲେ କଣ ଆମେ ସବୁ ଜାଣିଲେ ସେ ସବୁ ବିଷୟରେ ଆମେ ଆଲୋଚନା କରିବା। କଣ ପିଲାମାନେ ଜାଣିଲେ ନା, ପ୍ରଥମରେ ଆମେ ଜାଣିଲେ ହିମାଳୟ କେତେ ପ୍ରକାର ଓ କଣ କଣ। ତାପରେ ପିଲାମାନେ କଣ ଜାଣିଲେ ନା, ବିଭିନ୍ନ ହିମାଳୟର ଅବସ୍ଥିତି, ଭୂମିରୂପ, ଜଳବାୟୁ, ଉଦ୍ଭିଦ ଓ ଜୀବଜନ୍ତୁଙ୍କ ବିଷୟରେ ଆମେ ଜାଣିଲେ। ତାପରେ କଣ ଜାଣିଲେ ନା, ବୃହତ ହିମାଳୟରେ ଅବସ୍ଥିତ ଗିରି ଶୃଙ୍ଗ ମାନ ବିଷୟରେ ଜାଣିଲେ। ତାପରେ କଣ ଜାଣିଲେ ନା, ବୃହତ ହିମାଳୟର ଜାତୀୟ ଉଦ୍ୟାନ ବିଷୟରେ ଜାଣିଲେ। ତାପରେ କଣ ଜାଣିଲେ ନା, ହିମାଚଳ ପ୍ରଦେଶରେ ଥିବା ବିଭିନ୍ନ ଶୈଳ ନିବାସ ବିଷୟରେ ଜାଣିଲେ। ତାପରେ କଣ ଜାଣିଲେ ନା, ହିମାଚଳ ପ୍ରଦେଶରେ ଥିବା କାଠକୁନି ଘର ବିଷୟରେ ଜାଣିଲେ। ତାପରେ କଣ ଜାଣିଲେ ନା, ହିମାଳୟର ସ୍ଥାନୀୟ ବଜାର ମିଳୁଥିବା ଦ୍ରବ୍ୟ ନାଇଁ। ତ ଆମେ ଯାହା ସବୁ ଜାଣିଲେ ସେଇଥିରୁ ଆମେ ବର୍ତ୍ତମାନ କଣ କରିବା ନା, ଉତ୍ତର ଆମେ ଖୋଜିବା। ଦେଖ, ପ୍ରଥମ ନମ୍ବର ପ୍ରଶ୍ନ ହେଲା ହିମାଳୟ କେତେ ପ୍ରକାର ଓ କଣ କଣ। ପିଲାମାନେ କହିଲ ହିମାଳୟ କେତେ ପ୍ରକାର ଓ କଣ କଣ? କିଏ କହିବ ଉତ୍ତର ନା, ହିମାଳୟ ହଉଛି 3 ପ୍ରକାର। କଣ? କରେ ହିମାଦ୍ରି, ଖରେ ହିମାଚଳ, ଗରେ ହଉଛି ଶିୱାଲିକ। ଦ୍ୱିତୀୟ ପ୍ରଶ୍ନ, ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ କେଉଁ ହିମାଳୟରେ ଅବସ୍ଥିତ? କିଏ କହିପାରିବ? କୁହ। କୋଉଠି? ବୃହତ ହିମାଳୟରେ ଅବସ୍ଥିତ। ତୃତୀୟ ନମ୍ବର ପ୍ରଶ୍ନ, କାଠକୁନି ଗୃହ କେଉଁ ହିମାଳୟରେ ଅବସ୍ଥିତ? କିଏ କହିପାରିବ? ହିମାଚଳ। ଠିକ ଠିକ। ତାପରେ ଚତୁର୍ଥ ପ୍ରଶ୍ନ, ମାଉଣ୍ଟ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା କେତେ? କିଏ କହିପାରିବ? କାହାର ମନେ ଅଛି? 8848 ମିଟର। ତାପରେ ପଞ୍ଚମ ପ୍ରଶ୍ନ ହେଲା, ବ୍ୟାସ ନଦୀ କେଉଁ ରାଜ୍ୟରେ ଅଛି?
କିଏ କହିବ? ହଁ, ହିମାଚଳ ପ୍ରଦେଶ। ତାହେଲେ ପିଲାମାନେ ତୁମେ ପାଠଟିକୁ ଭଲସେ ଶୁଣିଛ ଏବଂ ଭଲସେ ବୁଝିଛ, ନାଇଁ କି? ପିଲାମାନେ ଆଉ ଅଧିକ କିଛି ପ୍ରଶ୍ନ ଆମେ ଆଲୋଚନା କରିବା। ଦେଖ ପିଲାମାନେ, ଦୁଇଟି ସ୍ତମ୍ଭ ଦିଆଯାଇଛି, ନାଇଁ କି? ଗୋଟେ ହେଲା କ ସ୍ତମ୍ଭ, ଆଉ ଗୋଟେ ହେଲା ଖ ସ୍ତମ୍ଭ, ନାଇଁ କି? ବର୍ତ୍ତମାନ କ ସ୍ତମ୍ଭରେ ସାଙ୍ଗ ଖ ସ୍ତମ୍ଭରେ ରହିଛି, ନାଇଁ କି? ଆମେ ତାକୁ ଖୋଜିବା। ଦେଖ ପିଲାମାନେ, ହିମାଦ୍ରି ର ସାଙ୍ଗ ହଉଛି ଏଭରେଷ୍ଟ। କାହିଁକି ନା ହିମାଦ୍ରିରେ ଏଭରେଷ୍ଟ ହଉଛି ଉଚ୍ଚତମ ଗିରି ଶୃଙ୍ଗ। ସେମିତି ହିମାଚଳ କାଠକୁନି, ଅର୍ଥାତ ହିମାଚଳ ପ୍ରଦେଶରେ କାଠକୁନି ଘର ଦେଖିବାକୁ ମିଳେ। ସେମିତି ଶିୱାଲିକ ହଉଛି ଆମର କଣ ନା ବାହ୍ୟ ହିମାଳୟ, ଆମେ ଜାଣିଛେ। ତାପରେ ଆସିଲା କଣ? ରେଡୋଡେଡ୍ରନ ପିଲେ କଣ? ଫୁଲ। ହଁ, ଫୁଲର ନାମ। ଆମେ ପିଲାମାନେ ତିନୋଟି ହିମାଳୟ ବିଷୟରେ ଅନେକ କଥା ଆମେ ଜାଣିଲେ, ଅନେକ କଥା ଆଲୋଚନା କଲେ। ତେଣୁ ତୁମ୍ଭମାନଙ୍କ ପାଇଁ ମୁଁ ଗୋଟେ ପ୍ରଶ୍ନ ଦଉଛି, ଗୃହ କାର୍ଯ୍ୟ ଦଉଛି। ସେ ଗୃହ କାର୍ଯ୍ୟ କରିକି ଆସିବ। ସେ ଗୃହ କାର୍ଯ୍ୟଟି ହେଲା, ହିମାଳୟରେ ସ୍ଥାୟୀ ଜନଜାତି ଦେଖାଯାଆନ୍ତି ନାହିଁ କାହିଁକି? ପିଲାମାନେ, ଆଜି ଆମେ ହିମାଳୟ ବିଷୟରେ ଅନେକ କଥା ଶିଖିଲେ, ଅନେକ କଥା ଆମେ ଜାଣିଲେ। ପୁଣି ମୁଁ ନୂଆ ଅଧ୍ୟାୟକୁ ନେଇକି ଆସିବି। ସେଇ ନୂଆ ଅଧ୍ୟାୟରେ ନୂଆ କଥା ଜାଣିବା, ନୂଆ କଥା ଶିଖିବା। ଆଜି ପାଇଁ ଏତିକି ରହୁଛି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।